ଆସନ୍ତୁ ଆଜି ଆମର ଦୃଷ୍ଟିକୋଣ କାହାଣୀ ଉପରେ ଏକ ସଂକ୍ଷିପ୍ତ ନଜର ପକାଇବା। ତେବେ ଏ କାହାଣୀଟା ହେଉଛି ଜଣେ ବୁଦ୍ଧିମାନ ସାଧୁଙ୍କ ବିଷୟରେ। ଦେଖନ୍ତୁ, ସେ ଦୁଇଜଣ ଯାତ୍ରୀଙ୍କ ଗୋଟିଏ ସାଧାସିଧା ପ୍ରଶ୍ନରୁ କେମିତି ଗୋଟେ ବଡ଼ ସତ୍ୟ ବାହାର କରୁଛନ୍ତି। କଥାଟା ହେଲା, ଦୁଇଜଣ ଯାତ୍ରୀ ଗୋଟିଏ ନୂଆ ଗାଁକୁ ଆସି ସାଧୁଙ୍କୁ ପଚାରିଲେ, ଆଦ୍ୟା, ଏଠିକାର ଲୋକମାନେ କେମିତି? ଏଥିରୁ ଆମକୁ ମିଳୁଛି ପ୍ରଥମ ଶିକ୍ଷା, ଆମ ନିଜ ଭିତରକୁ ଦେଖିବାର ଶକ୍ତି। ଦେଖନ୍ତୁ, ସାଧୁ ସିଧାସଳଖ ଉତ୍ତର ଦେଲେନି, ବରଂ ସେ ଓଲଟା ପଚାରିଲେ, ଆଚ୍ଛା, ତୁମେ ଯେଉଁ ଗାଁରୁ ଆସିଛ ସେଠିକାର ଲୋକମାନେ କେମିତି ଥିଲେ? ଏଇଠି ହିଁ ତ କଥା। ସେ ଧ୍ୟାନଟାକୁ ବାହାର ଦୁନିଆରୁ ହଟେଇ ସିଧା ସେ ଲୋକର ମନ ଭିତରକୁ ନେଇଗଲେ। ଯେତେବେଳେ ପ୍ରଥମ ଯାତ୍ରୀ କହିଲା ଯେ ତା ଗାଁ ଲୋକମାନେ ଭଲ ନଥିଲେ, ସାଧୁ କହିଲେ ଯେ ଏଠି ବି ସେମିତି ହିଁ ଲାଗିବ। ଆଉ ଦ୍ୱିତୀୟ କଥା, ଯାହାକି ସବୁଠୁ ଗୁରୁତ୍ୱପୂର୍ଣ୍ଣ, ତାହା ହେଲା ଆମର ଦେଖିବାର ନଜର ହିଁ ଆମ ପାଇଁ ସତ୍ୟକୁ ତିଆରି କରେ। ଯେତେବେଳେ ଦ୍ୱିତୀୟ ଯାତ୍ରୀ ଜଣକ କହିଲେ ଯେ ତାଙ୍କ ଗାଁ ଲୋକ ବହୁତ ଭଲ ଥିଲେ, ସାଧୁ ତାଙ୍କୁ କହିଲେ, ଚିନ୍ତା କରନି, ଏଠି ବି ତୁମକୁ ଭଲ ଲୋକ ହିଁ ମିଳିବେ। ସାଧୁ କିଛି ଭବିଷ୍ୟବାଣୀ କରୁନଥିଲେ, ଆପଣ ବୁଝୁଛନ୍ତି ତ? ସେ କେବଳ ଗୋଟିଏ ମୂଳ କଥା ବୁଝାଉଥିଲେ। ଆମେ ଦୁନିଆକୁ ସେମିତି ଦେଖୁନ ଯେମିତି ସେ ଅଛି, ବରଂ ଆମେ ନିଜେ ଯେମିତି ଆମକୁ ଦୁନିଆଟା ଠିକ୍ ସେମିତି ହିଁ ଦେଖାଯାଏ। ତେଣୁ ମୋଟାମୋଟି ଭାବେ କହିବାକୁ ଗଲେ, ଆମ ଚାରିପାଖର ଦୁନିଆଟା ଆମ ନିଜ ଚରିତ୍ରର ଗୋଟେ ପ୍ରତିବିମ୍ବ ଛଡ଼ା ଆଉ କିଛି ନୁହେଁ।